ডাবুଗାঁରେ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମ। ଡାବୁଗାଁରେ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଉଦ୍ୟାନ କୃଷି ଅଧିକାରୀ ରବିଶଙ୍କର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ମନୋହର ରନ୍ଧାରୀ, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଜେ ରାଜଶେଖର ରାଓ ଓ ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ମୁଖ୍ୟ ବକ୍ତା ଭାବେ ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଜେ କିରଣ କୁମାର, ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ଭଗବାନ ଖୁଣ୍ଟିଆ, ଭଗବାନ ମହାନ୍ତି, ରତନ କଲାର, ଦଶମୁ କଲାର, ଅସ୍ତମା ଗୌଡ଼, ଲକ୍ଷ୍ମୀ ଚାନି ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ। ନବରଙ୍ଗପୁର ମିହିରଶଙ୍କର ପାତ୍ରଙ୍କ ରିପୋର୍ଟ, ସ୍ୱାସ୍ତିକ ନ୍ୟୁଜ। ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ରାଜ୍ୟରେ ଆଇନ ଶୃଙ୍ଖଳା। ନୂଆ ସରକାର ଆସିବା ପରେ କେହି କାହାରିକୁ ମାନିବାକୁ ନାରାଜ। ଏପରିକି କର୍ତ୍ତବ୍ୟରତ ସରକାରୀ କର୍ମଚାରୀମାନଙ୍କୁ ମାଡ଼ ମାରୁଛନ୍ତି ଲୋକ ପ୍ରତିନିଧି, ଯାହାକୁ ନେଇ କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ସୋରଣ ଗ୍ରାମ ପଞ୍ଚାୟତରେ। ଗତ 28 ତାରିଖରେ ସୋରଣ ଗ୍ରାମ ପଞ୍ଚାୟତ ପରିସରରେ ଆବାସ ଯୋଜନା ବଣ୍ଟନ ବୈଠକ ବସିଥିବା ବେଳେ କଥା କଟାକଟିକୁ ନେଇ ସରପଞ୍ଚ ଶେଷଦେବ ବେହେରା ଓ ତାଙ୍କ ସମର୍ଥକମାନେ ମାରଣାନ୍ତକ ଆକ୍ରମଣ କରିଥିଲେ। ଏହାକୁ ନେଇ ସୋରଣ ପିଇଓ ପ୍ରକାଶ ବେହେରା ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସଂଘର ନିଷ୍ପତ୍ତି କ୍ରମେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପିଇଓ କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯେପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାନଯାଇଛି ସେ ପର୍ଯ୍ୟନ୍ତ ଚାଲୁ ରହିବ ଆନ୍ଦୋଳନ। ଖୋର୍ଦ୍ଧା ଟାଙ୍ଗୀରୁ ସୂର୍ଯ୍ୟକାନ୍ତ ସାହୁଙ୍କ ରିପୋର୍ଟ, ସ୍ୱାସ୍ତିକ ନ୍ୟୁଜ।